ଆଜି ପୂର୍ଣ୍ଣିମା, ଆଷାଢ଼ ପୂର୍ଣ୍ଣିମା। ଗୋଟିଏ ଅକ୍ଷତ, ଗୋଟିଏ ବେଲପତ୍ରର ଏହି ଉପାୟ ଏହି ଆଷାଢ଼ ପୂର୍ଣ୍ଣିମାରୁ ଶ୍ରାବଣ ପୂର୍ଣ୍ଣିମା ଭିତରେ ନିଶ୍ଚୟ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଯଦି ଆପଣମାନେ ଆଜିର ଦିନରେ ଗୋଟିଏ ଚାଉଳର ଦାନା ଏବଂ ଗୋଟିଏ ବେଲପତ୍ରକୁ ଏହି ଜାଗାରେ ରଖିଦିଅନ୍ତି, ଆପଣଙ୍କର ଗୋଟିଏ ମାସ ଭିତରେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ଯେଉଁ ବିଷୟରେ ଆପଣମାନଙ୍କୁ ବତାଇବା ପାଇଁ ଯାଉଛି, ଏହା ପୂର୍ଣ୍ଣିମାର ଉପାୟ। ଏହି ପୂର୍ଣ୍ଣିମାରୁ ଆଗକୁ ଆସୁଥିବା ପୂର୍ଣ୍ଣିମା ଗୋଟିଏ ମାସରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଏହା ଶିବ ପୁରାଣରେ ଲେଖା ଅଛି। ଯେଉଁ ନିୟମଟି ଆଜି ଆପଣମାନଙ୍କୁ କହୁଛି, ପୂର୍ଣ୍ଣିମା ଦିନଟି ଲକ୍ଷ୍ମୀ ନାରାୟଣଙ୍କୁ ସମର୍ପଣ କରାଯାଏ। ପୂର୍ଣ୍ଣିମା ଦିନରେ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଆପଣମାନେ ନିଜର ଘରର ମୁଖ୍ୟ ଦ୍ୱାରରେ ବ୍ରହ୍ମ ମୁହୂର୍ତ୍ତରେ ହଳଦୀ ପାଣିରେ ସିଞ୍ଚନ କରିବେ। ହଳଦୀରେ ସ୍ୱାସ୍ତିକ କରିବେ। ନିଜ ଘରର ମୁଖ୍ୟ ଦ୍ୱାରରେ କିଛି ରଙ୍ଗୋଲି ବି କରିଦେବେ। ଏମିତିରେ ଆଜି ଗୁରୁବାର ଏବଂ ଆପଣମାନଙ୍କର ଯେଉଁ ଗୁରୁ, ଯିଏ ବି ଆପଣଙ୍କର ଗୁରୁ ଅଛନ୍ତି, ତାଙ୍କୁ ଆଜି ନିଶ୍ଚୟ ପ୍ରଣାମ କରନ୍ତୁ, ମନେ ପକାନ୍ତୁ, ତାଙ୍କ ପାଖକୁ ଯାଆନ୍ତୁ, ଆଶୀର୍ବାଦ ବି ମାଗନ୍ତୁ। ଯିଏ ଆପଣଙ୍କ ଗୁରୁ, ଯାହା ପାଇଁ ଆଜି ଆପଣ ଅନ୍ଧାରରୁ ଆଲୋକକୁ ଯାଉଛନ୍ତି, ଯାହା ପାଇଁ ଆଜି ଆପଣ ପ୍ରେରଣା ପାଇଛନ୍ତି, ସେହି ଗୁରୁଙ୍କୁ କେବେ ଭୁଲିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧାର। ଆପଣ ଭଗବାନଙ୍କୁ ଯେକୌଣସି ରୂପକୁ ବି ଯଦି ଗୁରୁ ବନାଇଛନ୍ତି, କୌଣସି ସନ୍ଥକୁ ଗୁରୁ ବନାଇଛନ୍ତି, ତାଙ୍କ ପାଖକୁ ଆଜି ନିଶ୍ଚୟ ଯାଆନ୍ତୁ। ଏବେ ଆପଣଙ୍କର ମନସ୍କାମନା କିପରି ପୂର୍ଣ୍ଣ ହେବ, ୟା ଉପରେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ବତାଇବି। ଭିଡ଼ିଓର ଶେଷ ଯାଇ ମୋ ସହ ଯୋଡ଼ି ରୁହନ୍ତୁ ଏବଂ ଚାଲନ୍ତୁ ଆପଣମାନଙ୍କୁ କହିବି ଯେ ଆପଣମାନେ ଏହି ଆଷାଢ଼ ପୂର୍ଣ୍ଣିମା, ଏହି ଗୁରୁବାର ଆଜିର ଦିନରେ ଏହି ଚାଉଳ ଏବଂ ବେଲପତ୍ରକୁ କେଉଁ ଜାଗାରେ ରଖିବେ ଏବଂ କିପରି ରଖିବେ ଯେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଆପଣମାନେ କାଲିଠାରୁ ଶ୍ରାବଣ ମାସ ଆରମ୍ଭ ହେଉଛି ଏବଂ କାଲିଠାରୁ ଆପଣମାନେ ନିଜର ଦୁଃଖର ନିବାରଣ ପାଇଁ କେଉଁ କାମ କଲେ ଆପଣଙ୍କର ବର୍ଷ ସାରା ଭଲରେ ରହିବ, ୟା ଉପରେ ଶ୍ରାବଣ ମାସରେ 5ଟି କାମ କରନ୍ତୁ ବୋଲି ଏକ ଭିଡ଼ିଓ ମୋ ଚ୍ୟାନେଲରେ ଅଲରେଡ଼ି ଅପଲୋଡ଼ ହୋଇସାରିଛି। ଆପଣମାନେ ଚାହିଁଲେ ଯାଇକରି ଦେଖିପାରନ୍ତି। ଏବେ ଆପଣ କ'ଣ କରନ୍ତୁ, ଗୋଟିଏ ଅକ୍ଷତ ନିଅନ୍ତୁ, ଯେଉଁ ଚାଉଳ କି ଭାଙ୍ଗି ନଥିବ, ନିଜ ଗୋଟିଏ ଚାଉଳ, ଏହାକୁ ଅତି ଜାଗ୍ରତରେ ନିଅନ୍ତୁ ଏବଂ ଗୋଟିଏ ବେଲପତ୍ର, ଯାହାକି ଏହା ଖଣ୍ଡିତ ହୋଇନଥିବ, ଏହାକୁ ଆପଣମାନେ ନେଇକରି ଯାଆନ୍ତୁ। ଆଜି ଆପଣମାନେ ଯେଉଁ ସମୟରେ ବି ଭିଡ଼ିଓ ଦେଖୁଛନ୍ତି, ସେହି ସମୟରେ ଏହି କାମ ନିଶ୍ଚୟ କରିଦିଅନ୍ତୁ। ବିଶ୍ୱାସର ସହକାରେ କରନ୍ତୁ, ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ତେବେ ଏହି ଗୋଟିଏ ଅକ୍ଷତ, ଗୋଟିଏ ବେଲପତ୍ରକୁ ଆପଣମାନେ କେଉଁଠିକି ନେଇକରି ଯିବେ? ପ୍ରଥମ କଥା ହେଲା, ଆପଣମାନେ କ'ଣ କରିବେ, ଏହାକୁ ଆପଣ ଶିବ ମନ୍ଦିର ନେଇକରି ଯାଆନ୍ତୁ। ଯଦି ଆପଣଙ୍କ ଘରେ ଶିବ ଲିଙ୍ଗ ରଖି ପୂଜା କରୁଛନ୍ତି କିମ୍ବା ଶିବ ମନ୍ଦିରକୁ ନେଇଯାଆନ୍ତୁ। ଗୋଟିଏ ଅକ୍ଷତ ବା ଗୋଟିଏ ବେଲପତ୍ର, ଏହି ଦୁଇଟିକୁ ନେଇକରି ଯିବେ। ପ୍ରଥମେ ମହାଦେବଙ୍କ ଉପରେ ଗୋଟିଏ ଚାଉଳ ରଖିବେ। ସେହି ସମୟରେ ଆପଣ ନିଜର ମନସ୍କାମନା କହିବେ ଚନ୍ଦ୍ରମୌଲି ଭଗବାନଙ୍କ ନାମରେ। ଭଗବାନ ଶଙ୍କରଙ୍କର ସବୁଠାରୁ ସୁନ୍ଦର ନାମ ହେଉଛି ଚନ୍ଦ୍ରମୌଲି ଭଗବାନ। ଏହି ଚନ୍ଦ୍ରମୌଲିଙ୍କ ନାମ ନେଇକରି ଗୋଟିଏ ଅକ୍ଷତ, କାହିଁକି ତାକୁ ଅକ୍ଷତ କୁହାଯାଏ ନା, ତାହା ଭାଙ୍ଗି ନଥାଏ, ସେଥିପାଇଁ ତାକୁ ଅକ୍ଷତ ବୋଲି କୁହାଯାଏ। ଆପଣ ଏହାକୁ କ'ଣ କରିବେ ନା, ମହାଦେବଙ୍କ ଶିବଲିଙ୍ଗରେ ଥୋଇଲା ବେଳେ ନିଜର ମନସ୍କାମନା କହିଦେବେ। ଯେତେବେଳେ ବେଲପତ୍ରକୁ ଥୋଇବେ, ବେଲପତ୍ର ବି ଖଣ୍ଡିତ ହୋଇନଥିବ। ବେଲପତ୍ରର ଯେଉଁ ଦଣ୍ଡି ଅଛି, ତାହା ଆପଣଙ୍କ ପଟେ ଥିବ। ବେଲପତ୍ରର ଚିକଣ ଅଂଶକୁ ଶିବଲିଙ୍ଗରେ ରଖିବେ ଏବଂ ଦଣ୍ଡି ଆପଣଙ୍କ ପାଖ ଆଡ଼େ ମୁହଁ କରି ରହିବ। ସେହି ଦଣ୍ଡିର ମୁଖ ଆପଣଙ୍କ ପଟେ ରହିବ। ଏହିପରି କରି ଆପଣମାନେ ଅତି ବିଶ୍ୱାସର ସହକାରେ ନିଜ ମନର ଯାହା ବି ଇଚ୍ଛା ଅଛି, ତାହା ଚନ୍ଦ୍ରମୌଲି ଭଗବାନଙ୍କୁ ନିଶ୍ଚୟ ଜଣାନ୍ତୁ। 1 ମାସ ଭିତରେ ଆପଣଙ୍କୁ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବାର ରାସ୍ତା ମହାଦେବ ନିଶ୍ଚୟ ବତାଇ ଦେବେ। ବିଶ୍ୱାସର ସହକାରେ ଏହି ଆଷାଢ଼ ପୂର୍ଣ୍ଣିମାରେ କରନ୍ତୁ। ଶ୍ରାବଣ ପୂର୍ଣ୍ଣିମା ଭିତରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି କି ନାହିଁ ନିଶ୍ଚୟ କହିବେ। ଏହି ଉପାୟ ଆଜିର ଦିନରେ ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ ଏବଂ ଏହି ଆଷାଢ଼ ପୂର୍ଣ୍ଣିମାରେ ଆଉ କିଛି ଉପାୟ ବି ଆଜି ଆପଣଙ୍କୁ କହୁଛି। ଯେହେତୁ ଗୁରୁବାର ଅଛି, ଲକ୍ଷ୍ମୀ ପ୍ରାପ୍ତି ପାଇଁ ଏହିସବୁ ଉପାୟ ନିଶ୍ଚୟ କରନ୍ତୁ। ଏମିତିରେ ଯେଉଁ ବି ବ୍ୟକ୍ତି ପ୍ରତି ଗୁରୁବାର, ସଂକ୍ରାନ୍ତି, ପୂର୍ଣ୍ଣିମା
ଏକାଦଶୀ ଏବଂ ଘରକୁ ଅଲଗା ଯାହାକି ଦୀପାବଳି, ଧନତେରସ ହେଉ କିମ୍ବା ଦଶହରା ହେଉ, ଯେକୌଣସି ବି ପର୍ବପର୍ବାଣୀରେ ଆପଣ ଏହି ଉପାୟ କରିଦିଅନ୍ତି ନିଜ ଘରର ମୁଖ୍ୟ ଦ୍ୱାରରେ, ଭାବି ଦିଅନ୍ତୁ ଯେ ଆପଣଙ୍କ ଘରକୁ ସ୍ଥିର ଲକ୍ଷ୍ମୀ ବାସ ରହୁଛି। ଯଦି ଆପଣଙ୍କର ଘରେ ସରକାରୀ ଚାକିରି ପାଇଁ ଆପଣମାନେ ଚାହୁଁଛନ୍ତି, ଯଦି ଚାକିରି ସମସ୍ୟା ଲାଗି ରହୁଛି, ନିଜ ଘରର ଛୁଆମାନେ ଅଳ୍ପ ପାଠ ପଢ଼ି ରହିଯାଉଛନ୍ତି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁନାହାନ୍ତି, ହଳଦୀ ପାଣିରେ ଗଙ୍ଗା ଜଳ ପକାଇ ଘରର ଚାରିପଟେ ସିଞ୍ଚନ କରନ୍ତୁ ପ୍ରତ୍ୟେକ ଦିନ ଏବଂ ନିଜେ ହଳଦୀ ପାଣିରେ ସ୍ନାନ କରନ୍ତୁ। ଏବଂ ଯେହେତୁ କାଲି ପୂର୍ଣ୍ଣିମା ଅଛି, ଆପଣମାନେ ହଳଦୀ ପାଣିରେ ନିଜେ ବି ଗାଧୋନ୍ତୁ ସକାଳ ସମୟରେ। ତାପରେ ଆପଣମାନେ କ'ଣ କରିବେ, ଗୋଟାଏ ଶୁଦ୍ଧ ଘିଅର ଦୀପ ନେବେ, 2ଟି ଲବଙ୍ଗ ପକାଇ କରି ନିଜ ଘରର ଠାକୁର ଘରରେ ଆପଣମାନେ ଜାଳିବେ। ଏହା ଦ୍ୱାରା କ'ଣ ହୋଇଥାଏ ନା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ଏବଂ ନେଗେଟିଭିଟି, ଦୁଶ୍ଚିନ୍ତା, ଯାହା ବି ଆପଣଙ୍କର ମନକୁ ଆସୁଛି, ଯାହା ବି ଆପଣମାନେ ବିଭ୍ରାନ୍ତରେ ପଡ଼ିଯାଉଛନ୍ତି, ଏହା ଆପଣଙ୍କୁ ଦୂର ହୋଇଥାଏ। ତେଣୁ ଏହି ଉପାୟ ବି ଆପଣମାନେ ନିଶ୍ଚୟ କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଆଉ ଗୋଟିଏ କାମ ଏହି ପୂର୍ଣ୍ଣିମା ଦିନ କରନ୍ତୁ। ଘରେ ଯଦି ସ୍ଥିର ଲକ୍ଷ୍ମୀ ଚାହୁଁଛନ୍ତି, ପୂର୍ଣ୍ଣିମା ଦିନ କ୍ଷୀରି ପ୍ରସ୍ତୁତ କରନ୍ତୁ। ମା ଲକ୍ଷ୍ମୀଙ୍କୁ ଆପଣମାନେ କ'ଣ କରନ୍ତୁ, ସନ୍ଧ୍ୟା ସମୟରେ ଭୋଗ ଦିଅନ୍ତୁ। ଶ୍ରୀ ସୂକ୍ତମ ପାଠ କରନ୍ତୁ 3 ଥର। କନକଧାରା ସ୍ତୋତ୍ରମ ପାଠ କରନ୍ତୁ 3 ଥର ପୂର୍ଣ୍ଣିମାକୁ ପୂର୍ଣ୍ଣିମା ଲକ୍ଷ୍ମୀ ନାରାୟଣଙ୍କ ପାଖରେ। ତା ସହିତ ଓସ୍ତ ଗଛର ପୂଜା କରନ୍ତୁ। ଓସ୍ତ ଗଛ ମୂଳକୁ ଯିବେ, ତମ୍ବା ଢାଳରେ କିଛି ଗୁଡ଼, କିଛି ହଳଦୀ ପକାଇ ଅର୍ପଣ କରିବେ ଲକ୍ଷ୍ମୀ ନାରାୟଣଙ୍କ ଉଦ୍ଦେଶ୍ୟରେ। ଓମ୍ ଲକ୍ଷ୍ମୀ ନାରାୟଣ ନମଃ କହି 11 ଥର ଢାଳି ଦେବେ। ସେଠି ଦୀପଟିଏ ଦେବେ, ଧଳା ପୁଷ୍ପ ଦେବେ, ଏମିତିରେ ପୂଜା କରିବେ ଓସ୍ତ ଗଛର। ତାପରେ ସେଠି ଓସ୍ତ ଗଛ ମୂଳେ ମା ଲକ୍ଷ୍ମୀଙ୍କୁ କହିବେ ଯେ, ହେ ମା ଲକ୍ଷ୍ମୀ, ମୋ ଘରକୁ ଆସ, ମୋ ଘରକୁ ଆସ, ମୋ ଘରେ ସ୍ଥିର ବାସ କର, ନିଜର ଭାବ ଅନୁଯାୟୀ। ଏମିତି କହିବେ, ଓସ୍ତ ଗଛରୁ ସିଧା ଘରକୁ ଆସିଯିବେ। ବାଟରେ କାହା ସହ କଥା ହେବେ ନାହିଁ, ପଛକୁ ବୁଲିବେ ନାହିଁ, ନିଜର ଭାବରେ ମାଙ୍କୁ ଘରକୁ ଡାକିବେ। ଘରକୁ ଯେତେବେଳେ ଆସିବେ, ଭାବିବେ ଯେ ଆପଣଙ୍କ ସାଙ୍ଗରେ ମା ଲକ୍ଷ୍ମୀ ଆସୁଛନ୍ତି। ମା ଲକ୍ଷ୍ମୀଙ୍କୁ କହିବେ, ଏହି ଜାଗାରେ ବିଶ୍ରାମ କରନ୍ତୁ। ନିଜର ଭାବ ଯେଉଁଠି ଥାଏ, ଭଗବାନ ସେଇଠି ଥାନ୍ତି। ଆପଣ ଯଦି ଭାବରେ ଏହିପରି କଣ୍ଟିନ୍ୟୁ କରିବେ, ଦେଖିବେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆବିର୍ଭାବ ହେବ। ନିଶ୍ଚୟ ଆପଣଙ୍କ ଘରେ ସ୍ଥିର ଲକ୍ଷ୍ମୀ ବାସ ରହିବ। ତେଣୁ ଏହି ଉପାୟ ଆପଣମାନେ ନିଜ ଜୀବନରେ କରିକି ଦେଖନ୍ତୁ। ଆଗାମୀ କିଛି ଦିନ ଭିତରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଏବେ ଦର୍ଶକ ବନ୍ଧୁ, ଜୀବନରେ ଯାହା ବି ସମସ୍ୟା ଥାଉ, ଆପଣମାନେ ଏହି ଶ୍ରାବଣ ମାସରେ 5ଟି କାମ କରନ୍ତୁ, ଯାହାକି ମୋ ଚ୍ୟାନେଲରେ ଅଲରେଡି ଅପଲୋଡ଼ ହୋଇସାରିଛି। ଯେତେ ବଡ଼ ବି ସମସ୍ୟା ଥାଉ, ମହାଦେବଙ୍କ ଦୟାରେ ସେ ସମସ୍ୟାର ନିଶ୍ଚୟ ସମାଧାନ ଘଟିବ। ଥରୁଟିଏ ଏହାକୁ ନିଜ ଜୀବନରେ ଆପଣାଇ କରି ଦେଖନ୍ତୁ। ଆପଣଙ୍କୁ ନିଶ୍ଚୟ ଏହି ଶ୍ରାବଣ ମାସରୁ ଆର ଶ୍ରାବଣ ମାସ ଦେଖିବେ, ଗୋଟିଏ ବର୍ଷ ଭିତରେ ଆପଣଙ୍କର ଜୀବନ କେତେ ପରିବର୍ତ୍ତନ ହୋଇଛି। ନିଶ୍ଚୟ ଏହି ଉପାୟ କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଏହି ପୂର୍ଣ୍ଣିମା ଦିନ ଆପଣ ହଳଦୀର ସ୍ୱାସ୍ତିକ ନିଜର ଘରର ମୁଖ୍ୟ ଦ୍ୱାରରେ ଆଙ୍କି ଦିଅନ୍ତୁ ଏବଂ ପୂର୍ଣ୍ଣିମା ଦିନ ଆପଣମାନେ ଆଉ କ'ଣ କରିବେ ନା, ଭଗବାନ ବିଷ୍ଣୁଙ୍କୁ ହଳଦୀରେ ତିଲକ ଲଗାଇବେ। କଦଳୀ ବୃକ୍ଷ ମୂଳରେ ହଳଦୀ ଗୁଡ଼ ପକାଇ କରି ତମ୍ବା ଢାଳରେ ଜଳ ଅର୍ପଣ କରିବେ। ଓମ୍ ନମ ଭଗବତେ ବାସୁଦେବ 7 ଥର ଜପ କରିବେ ଏବଂ ହଳଦୀର ତିଲକ ନିଜେ ବି ଲଗାଇବେ। ଏହା ଦ୍ୱାରା କ'ଣ ହେବ ନା, ଆପଣଙ୍କ ଘରୁ ବା ଆପଣଙ୍କ ଜୀବନରୁ ଗରିବୀ ସମସ୍ୟା ଦୂର ହେବ। ଏହି ଉପାୟ ଆପଣମାନେ ନିଜ ଜୀବନରେ ନିଶ୍ଚୟ କରନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।